ତେବେ ସାଙ୍ଗମାନେ ସ୍ୱପ୍ନ ଦେଖନ୍ତି ଆପଣଙ୍କ ପ୍ରିୟ ଧାରାବାହିକ ମାୟା ଓ ମମତା ଆଜି ନ୍ୟୁ ଏପିସୋଡ୍ ଦେଖିବାକୁ ପାଇବେ। ଖୁଡ଼ି କୁହନ୍ତି ମାଳିନୀ ଏବେ ଆମ ରୂପସା ଆଦର୍ଶ ବାହାଘର ଡେଟ୍ ବିଷୟରେ କଥା ହେବା। ପୁରୋହିତ ତିଥି ଆଉ ନକ୍ଷତ୍ର ଦେଖି ମୋତେ ମେସେଜ୍ କରିଦେଇଛନ୍ତି, ଚାଲ ବସିକି କଥା ହେବା। ଆଦର୍ଶ କୁହନ୍ତି ପଲ୍ଲବୀ କି ରୁହ ଟିକେ ପ୍ଲିଜ୍ ରୁହ। ମାଳତୀ କୁହନ୍ତି ରହ ପଲ୍ଲବୀ, ମୁଁ ମୋ ଶାଶୁଙ୍କ ପାଖରୁ ପାଇଥିବା ସଙ୍ଗନ ଚୁଡ଼ି ମୁଁ ମୋ ବୋହୂଙ୍କ ପାଇଁ ରଖିଥିଲି। ପଲ୍ଲବୀ ତତେ ମୁଁ ଏ ଚୁଡ଼ି ଦେଇ ଆଦର୍ଶର ସ୍ତ୍ରୀ କରି ମୁଁ ତତେ ଏ ଘରକୁ ଆଣିଥିଲି। ଏବେ ଏ ଚୁଡ଼ି ଉପରେ ସାରା ଜୀବନ ତୋର ଅଧିକାର। ଏ ସଗନ ଚୁଡ଼ି ସବୁଦିନ ପାଇଁ ତୋ ପାଖରେ ରଖ। ଆଦର୍ଶ ପଛେ ଯାହାକୁ ବାହା ହଉ, ତୁ ଏ ହେଉଛି ମୋ ପାଇଁ ବୋହୂ। ଆଦର୍ଶ ସ୍ତ୍ରୀ ଜୀବନରେ ପଛେ ସବୁ ଦୂରେଇ ଦେବୁ, ଏ ସଙ୍ଗନ ଚୁଡ଼ି କେବେ ଦୂରେଇବୁନି। ତାପରେ ଚୁଡ଼ି ପଲ୍ଲବୀ ନେଇ ତାପରେ ଏ ଘରୁ ସେ ଚାଲିଯାଆନ୍ତି। ଆଦର୍ଶ କୁହନ୍ତି ତମେ ତ ତମ ଘରକୁ ନୂଆ ବୋହୂ ଆଣିବାକୁ ଯାଉଛ ମା, ତେଣୁ କ'ଣ କରିବାକୁ ହେବ କ'ଣ ନାହିଁ ତମେ ଚିନ୍ତା କରିବ। ମୋର ଏଠି କିଛି ବି କାମ ନାହିଁ, ମୁଁ ଆସୁଛି। ରୂପସାକୁ କୁହନ୍ତି କୁଆଡ଼େ ଯିବ କହିକି ତ ଯାଅ। ଆଦର୍ଶ କୁହନ୍ତି ରୂପସା ମୁଁ ତମକୁ ଉତ୍ତର ଦେବାକୁ ବାଧ୍ୟ ନୁହେଁ। ଖୁଡ଼ି କୁହନ୍ତି ମୋତେ ତ କହିପାରିବୁ ତୋର ଏମିତି କି କାମ ଅଛି। ଆଦର୍ଶ କୁହନ୍ତି ମୁଁ ପଲ୍ଲବୀ ପାଖକୁ ଯାଉଛି। ତେବେ ସାଙ୍ଗମାନେ ଏଭଳି ଫୁଲ୍ ଏପିସୋଡ୍ ଦେଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଆମ ସହ ଯୋଡ଼ି ରୁହନ୍ତୁ।